ପିଲାମାନେ 1 ନମ୍ବର ପ୍ରଶ୍ନ ଦେଖ ଦେଇଛି କେଉଁ ମସିହାରେ ରବର୍ଟ ହୁକ୍ ଏକ କର୍କର ପତଳା ଖଣ୍ଡକୁ ନେଇ ଅଣୁବୀକ୍ଷଣ ସାହାଯ୍ୟରେ ଅନୁଧ୍ୟାନ କରିଥିଲେ। ପିଲା 1 ନମ୍ବର ଅପସନ ସି ହେବ ସଠିକ ଉତ୍ତର 1665 ମସିହାରେ। ପ୍ରଶ୍ନ 2 ନମ୍ବର ପ୍ରଶ୍ନ ଯିବା କେଉଁ ମସିହାରେ ରବର୍ଟ ବ୍ରାଉନଙ୍କ ଦ୍ୱାରା ନେଷ୍ଟି ଆବିଷ୍କୃତ ହୋଇଥିଲା। ପିଲା ନେଷ୍ଟି କେବେ ଆବିଷ୍କୃତ ହୋଇଥିଲା ନା 1831 ମସିହାରେ ନେଷ୍ଟି ଆବିଷ୍କୃତ ହୋଇଥିଲା। ପ୍ରଶ୍ନ ପିଲେ 3 ନମ୍ବର ପ୍ରଶ୍ନ ଦେଖ କେଉଁ ମସିହାରେ ପୁରକିନ୍ସଙ୍କ ଦ୍ୱାରା ଆଦିଜୀବକ ଆବିଷ୍କୃତ ହୋଇଥିଲା। ପିଲେ ପୁରକିନ୍ସଙ୍କ ଦ୍ୱାରା ଆଦିଜୀବକ କେବେ ଆବିଷ୍କୃତ ହୋଇଥିଲା ନା 1839 ମସିହାରେ ପୁରକିନ୍ସଙ୍କ ଦ୍ୱାରା ଆଦିଜୀବକ ଆବିଷ୍କୃତ ହୋଇଥିଲା। ପ୍ରଶ୍ନ ପିଲେ 4 ନମ୍ବର ପ୍ରଶ୍ନ ଦେଖ କେଉଁ ମସିହାରେ ସିଲ୍ଡନ ଓ ସ୍ୱାନ କୋଷ ସିଦ୍ଧାନ୍ତ ଗଣନା କରିଥିଲେ। ପିଲେ ସିଲ୍ଡନ ଓ ସ୍ୱାନ କଣ ଗଣନା କରିଥିଲେ କୋଷ ସିଦ୍ଧାନ୍ତ କେବେ ଗଣନା କରିଥିଲେ। 4 ନମ୍ବର ଅପସନ ଡି ହେଉଛି ସଠିକ ଉତ୍ତର 1839। ପିଲେ ଏଇ ଯୋଉ ପ୍ରଶ୍ନ ସବୁ କଭର କଲେ ଆଜି ମତେ ବହୁତ ଗୁଡେ ଉଲ୍ଟା ମୁଲ୍ଟା ପ୍ରଶ୍ନ ହେଇଯିବ ଯେମିତି ପୁରକିନ୍ସ ମାନେ ଆଦିଜୀବକ କିଏ ଆବିଷ୍କାର କରିଥିଲେ କିଏ ପିଲେ ପୁରକିନ୍ସ। ତେଣୁ ଏଇଭଳିଆ ମନେ ରଖିଲେ ସବୁଥିକ ଆନ୍ସର ମନେ ରହିଯାଉଛି। ଆଜି ଯାହା ବି କୋଶ୍ଚିନ୍ ଯେମିତି ବୁଲେଇ ବାଲେଇ ତମେ କରିପାରିବ। ବର୍ଷ ପିଲେ 5 ନମ୍ବର ପ୍ରଶ୍ନ ଯିବା କେଉଁ ମସିହାରେ ଭିତ୍ର କହିଥିଲେ ଯେ କୋଷ ବିଭାଜନକ୍ଷମ। ଏଠି ଆଉ କୋଶ୍ଚିନ୍ ହେଇଯାଉଛି କୋଷ ବିଭାଜନକ୍ଷମ ବୋଲି କିଏ କହିଥିଲେ ନା ଭିତ୍ର କହିଥିଲେ କେବେ କହିଥିଲେ। 5 ନମ୍ବର ପ୍ରଶ୍ନର ଉତ୍ତରକୁ ଯିବା 1855 ମସିହାରେ। ବୁଝିପାରୁଛ ଏଇ 5ଟା କୋଶ୍ଚିନ୍ ହେଲା ଆଜି 10 ପ୍ରକାର ବା 10ଟା କୋଶ୍ଚିନ୍ ଅଛି। ପ୍ରଶ୍ନ ଉପରେ ଯିବା 6 ନମ୍ବର ପ୍ରଶ୍ନ ଦେଖ କେଉଁ ଉକ୍ତିଟି ଠିକ ଅଟେ କେଉଁ ଉକ୍ତିଟି ଠିକ ଅଟେ। 6 ନମ୍ବର ଅପସନ ସି ଟା ହେଉଛି ସଠିକ ଉତ୍ତର ଜୀବକୋଷର ଆବିଷ୍କାରକ ରବର୍ଟ ହୁକ୍। ପ୍ରଶ୍ନ ଉପରେ ଯିବା ଦେଖ 7 ନମ୍ବର ପ୍ରଶ୍ନକୁ ଏକ କୋଷ ବିଶିଷ୍ଟ ଜୀବମାନଙ୍କୁ କଣ କୁହାଯାଏ। એટલે ଗୋଟିଏ କୋଷରେ ଯେଉଁମାନଙ୍କ ଶରୀର ଗଠିତ ସେମାନଙ୍କୁ ଏକକୋଷୀ ଜୀବ କୁହାଯାଏ। 7 ନମ୍ବର ଅପସନ ସି ହେଉଛି ସଠିକ ଉତ୍ତର। ପ୍ରଶ୍ନ 8 ନମ୍ବର ପ୍ରଶ୍ନ ଦେଖ ଅନେକ କୋଷ ବିଶିଷ୍ଟ ଜୀବମାନଙ୍କୁ କଣ କୁହାଯାଏ। એટલે ଯେଉଁମାନଙ୍କ ଶରୀର ଅନେକ ବହୁତ ଗୁଡ଼ିଏ କୋଷରେ ଗଠିତ ସେମାନଙ୍କୁ କଣ କୁହାଯାଏ ନା ବହୁକୋଷୀ ଜୀବ। ପ୍ରଶ୍ନ ବେଳେ 9 ନମ୍ବର ପ୍ରଶ୍ନ ଯିବା କାହାକୁ ଜୀବନର ମୌଳିକ ଏକକ କୁହାଯାଏ କାହାକୁ ପିଲେ କୋଷକୁ ଜୀବକୋଷକୁ। ପ୍ରଶ୍ନ ଯିବା ଦେଖ 9 ନମ୍ବର ପ୍ରଶ୍ନ ସଠିକ ଉତ୍ତର ଜୀବକୋଷ ଯୋଉଟା ତମେ ପୂର୍ବରୁ କହିସାରିଛି ଜୀବ ଶରୀରର ମୌଳିକ ଏକକ ହେଉଛି ଜୀବକୋଷ। ପ୍ରଶ୍ନ ବେଳେ 10 ନମ୍ବର ଯିବା କେଉଁ କୋଷ ସ୍ନାୟୁବିକ ଆବେଗ ସଞ୍ଚୟ କରିବା ପାଇଁ ନିୟୋଜିତ ହୋଇଥାଏ। ପିଲେ କେଉଁ କୋଷ ନା ସ୍ନାୟୁକୋଷ ସ୍ନାୟୁବିକ ଆବେଗ ସଞ୍ଚୟ କରିବା ପାଇଁ ନିୟୋଜିତ ହୋଇଥାଏ। ପ୍ରଶ୍ନ ବେଳେ 11 ନମ୍ବର ପ୍ରଶ୍ନ ଯିବା କେଉଁ କୋଷ ଜଳପ୍ରଚଳ ହେବା ପାଇଁ ନିୟୋଜିତ ହୋଇଥାଏ। ପିଲେ ଜଳପ୍ରଚଳ ହେବା ପାଇଁ ମାଂସପେଶୀୟ କୋଷ କଣ ପିଲେ ମାଂସପେଶୀୟ କୋଷ। ପ୍ରଶ୍ନ ବେଳେ 12 ନମ୍ବର ପ୍ରଶ୍ନ ଦେଖ 12 ନମ୍ବର ପ୍ରଶ୍ନ କଣ ଦେଇଛି କେଉଁ କୋଷ ଅଙ୍କିଆ ଦ୍ୱାରା ଖାଦ୍ୟ ପ୍ରସ୍ତୁତିକରଣ ସମ୍ଭବ ହୋଇଥାଏ। ଖାଦ୍ୟ ପ୍ରସ୍ତୁତିକରଣ ସମ୍ଭବ କାହା ଦ୍ୱାରା ହୋଇଥାଏ ନା ହରିତଲକ ଦ୍ୱାରା। ତେଣୁ 12 ନମ୍ବର ଅପସନ ସି ହେଉଛି ସଠିକ ଉତ୍ତର। ପ୍ରଶ୍ନ ବେଳେ ଯିବା 13 ନମ୍ବର ପ୍ରଶ୍ନ କେଉଁ କୋଷ ଅଙ୍କିଆ ଦ୍ୱାରା ପୁଷ୍ଟିସାର ସଂଶ୍ଳେଷଣ କାର୍ଯ୍ୟ ସମାପନ ହୋଇଥାଏ। ପୁଷ୍ଟିସାର ସଂଶ୍ଳେଷଣ କାହା ଦ୍ୱାରା ହୋଇଥାଏ ନା ରାଇବୋଜୋମ ଦ୍ୱାରା। ପ୍ରଶ୍ନ ବେଳେ 14 ନମ୍ବର ପ୍ରଶ୍ନ ଲକ୍ଷ୍ୟ କର କେଉଁଟି ଜୀବନର ମୂଳ ଆଧାର ଓ ଜୀବର ସମସ୍ତ କ୍ରିୟା ପ୍ରକ୍ରିୟାରେ ମୌଳିକ ଏକକ ଅଟେ। 14 ନମ୍ବର ଅପସନ ସି ହେଉଛି ସଠିକ ଉତ୍ତର ଜୀବକୋଷ। ପ୍ରଶ୍ନ ବେଳେ 15 ନମ୍ବର ପ୍ରଶ୍ନ ଯିବା ଲକ୍ଷ୍ୟ କର 15 ନମ୍ବର ପ୍ରଶ୍ନ ହେଉଛି ଜୈବ ବିବର୍ତ୍ତନବାଦୀଙ୍କ ମତ ଅନୁସାରେ କୋଷକୁ କେତେ ଶ୍ରେଣୀରେ ବିଭକ୍ତ କରାଯାଇଛି। କୋଷକୁ କେତେ ଶ୍ରେଣୀରେ ବିଭକ୍ତ କରାଯାଇଛି 2 ଶ୍ରେଣୀରେ। ବୁଝିପାରୁଛ କୋଷକୁ 2 ଶ୍ରେଣୀରେ ବିଭକ୍ତ କରାଯାଇଛି। ପ୍ରଶ୍ନ ବେଳେ 16 ନମ୍ବର ପ୍ରଶ୍ନ ଯିବା ବ୍ୟାକ୍ଟେରିଆ ନୀଳହରିତ ଶୈବାଳ ଇତ୍ୟାଦି କେଉଁ ଶ୍ରେଣୀର କୋଷ ଅଟନ୍ତି। କେଉଁ ଶ୍ରେଣୀର କୋଷ ଅଟନ୍ତି ନା ପ୍ରାକ୍ନିଷ୍ଠ କୋଷ ମାନେ କଣ ପ୍ରାକ୍ନିଷ୍ଠ କୋଷ। ପ୍ରଶ୍ନ 17 ନମ୍ବର ପ୍ରଶ୍ନ ଯିବା ଆଦି ପ୍ରାଣୀ କବକ ଇତ୍ୟାଦି କେଉଁ ଶ୍ରେଣୀର କୋଷ ଅଟନ୍ତି। ଦେଖ ଆଦି ପ୍ରାଣୀ କବକ ସବୁ ସୁନିଷ୍ଠ କୋଷ ମନେ ରଖିବ ଆଦି ପ୍ରାଣୀ କବକ ହେଉଛି ସୁନିଷ୍ଠ କିନ୍ତୁ ବ୍ୟାକ୍ଟେରିଆ ନୀଳହରିତ ଶୈବାଳ ହେଉଛନ୍ତି ପ୍ରାକ୍ନିଷ୍ଠ କୋଷ। ପ୍ରଶ୍ନ ବେଳେ 18 ନମ୍ବର ପ୍ରଶ୍ନ ଯିବା 18 ନମ୍ବର ପ୍ରଶ୍ନ ଦେଖ ପ୍ରତ୍ୟେକ କୋଷରେ ଆମ କେଉଁ ତିନୋଟି ଅଂଶ ଲକ୍ଷ୍ୟ କରିବା। ପ୍ରତ୍ୟେକ କୋଷରେ କେଉଁ ଜିନିଷ ଥାଏ ନା କୋଷ ଝିଲ୍ଲି କୋଷ ଜୀବକ ନେଷ୍ଟି। ତେଣୁ ଅପସନ ସି ହେଉଛି ସଠିକ ଉତ୍ତର ମନେ ରଖିବ ପ୍ରତ୍ୟେକ କୋଷର ତିନୋଟି ମୁଖ୍ୟ ଅଂଶ ଥାଏ ହେଉଛି କୋଷ ଝିଲ୍ଲି କୋଷ ଜୀବକ ନେଷ୍ଟି। ପ୍ରଶ୍ନ ଯିବା 19 ନମ୍ବର ପ୍ରଶ୍ନ 19 ନମ୍ବର ପ୍ରଶ୍ନ କଣ ରହିଛି ନା କୋଷ ଭିତରେ ଥିବା କୋଷର ବିଭିନ୍ନ ଉପାଦାନକୁ ଆବୃତ କରି ରଖିଥିବା ଆବରଣକୁ କଣ କୁହାଯାଏ। ଯଦି ଆବରଣ କରି ରଖେ ସବୁ ଜିନିଷକୁ ସେଇଟା ହେଉଛି କୋଷ ଝିଲ୍ଲି। ପ୍ରଶ୍ନ 20 ନମ୍ବର ଯିବା କୋଷ ଝିଲ୍ଲି ମାଧ୍ୟମରେ ବିଭିନ୍ନ ପଦାର୍ଥ ଯାତାୟାତ ସାଧାରଣତଃ କେଉଁ ପ୍ରକ୍ରିୟା ଦ୍ୱାରା ସମ୍ପାଦିତ ହୋଇନଥାଏ। କେଉଁ ପ୍ରକ୍ରିୟା ଦ୍ୱାରା ସମ୍ପାଦିତ ହୋଇନଥାଏ ବିଷରଣ ଦ୍ୱାରା ହୁଏ ପରାସରଣ ଦ୍ୱାରା ହୁଏ ସକ୍ରିୟ ପରିବହନ ଦ୍ୱାରା ହୁଏ ପୁରସରଣ ଯୋଉ ରହିଛି ତା ଦ୍ୱାରା ହୋଇନଥାଏ। ତେଣୁ ଅପସନ ଡି ହେଉଛି ସଠିକ ଉତ୍ତର। ପ୍ରଶ୍ନ ବେଳେ 21 ନମ୍ବର ପ୍ରଶ୍ନ ଦେଖ କୋଷର ଗ୍ୟାସୀୟ ଆଦାନ ପ୍ରଦାନରେ କେଉଁ ପ୍ରକ୍ରିୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଦେଖ 21 ନମ୍ବର ଅପସନ ଏ ହେଉଛି ସଠିକ ଉତ୍ତର ବିଷରଣ ପ୍ରକ୍ରିୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପ୍ରଶ୍ନ ବେଳେ 22 ନମ୍ବର ପ୍ରଶ୍ନ ଦେଖ କୋଷ ଝିଲ୍ଲି ଦେଇ ଜଳ ଅଣୁର ଯାତାୟାତ ପ୍ରକ୍ରିୟା କେଉଁ ପଦ୍ଧତିରେ ସମାହିତ ହୋଇଥାଏ। କେଉଁ ପଦ୍ଧତିରେ ପରାସରଣ ପଦ୍ଧତିରେ ସମାହିତ ହୋଇଥାଏ। ପ୍ରଶ୍ନ 23 ନମ୍ବର ପ୍ରଶ୍ନ ଯିବା ଉଦ୍ଭିଦ କୋଷରେ କୋଷ ଝିଲ୍ଲିର ବାହାର ପଟେ ଏକ ଅତିରିକ୍ତ କଠିନ ଆବରଣ ରହିଥାଏ ଏହାକୁ କଣ କୁହାଯାଏ। କୋଷ ଝିଲ୍ଲିର ବାହାର ପଟେ ମାନେ ଉଦ୍ଭିଦ କୋଷରେ ଗୋଟେ କଠିନ ଆବରଣ ରହିଥାଏ ଏହାକୁ କଣ କୁହାଯାଏ ନା କୋଷ ଭିତ୍ତି। ପ୍ରଶ୍ନ ବେଳେ 24 ନମ୍ବର ପ୍ରଶ୍ନ ଯିବା କୋଷ ଭିତ୍ତି ମୁଖ୍ୟତଃ କେଉଁ ଶ୍ୱେତସାର ଦ୍ୱାରା ଗଠିତ। ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ପିଲା ମନେ ରଖିବ ସେଲୁଲୋଜ ଦ୍ୱାରା କୋଷ ଭିତ୍ତିଟା ଗଠିତ। ବୁଝିପାରୁଛ କୋଷ ଭିତ୍ତି ମୁଖ୍ୟତଃ କେଉଁ ଶ୍ୱେତସାର ଦ୍ୱାରା ଗଠିତ ନା ସେଲୁଲୋଜ ଶ୍ୱେତସାର ଦ୍ୱାରା ଗଠିତ। ପ୍ରଶ୍ନ 25 ନମ୍ବର ଯିବା କୋଷ ଭିତ୍ତି କୋଷକୁ କଣ ଯୋଗାଇଥାଏ। କୋଷ ଭିତ୍ତିଟା କୋଷକୁ କଣ ଯୋଗାଇଥାଏ ନା ଆକୃତି ଓ ଦୃଢ଼ତା କଣ ପିଲେ ଆକୃତି ଓ ଦୃଢ଼ତା। ପ୍ରଶ୍ନ ବେଳେ 26 ନମ୍ବର ପ୍ରଶ୍ନ ଯିବା ଦେଖ କୋଷ ଅଙ୍ଗିକା ମାନଙ୍କୁ ଦେଖିବା ପାଇଁ କେଉଁ ଉପକରଣ ବ୍ୟବହାର କରାଯାଇଥାଏ। କୋଷ ଅଙ୍ଗିକା ଦେଖିବା ପାଇଁ ଇଲେକ୍ଟ୍ରନ ଅଣୁବୀକ୍ଷଣ ଯନ୍ତ୍ର କଣ ପିଲେ ଇଲେକ୍ଟ୍ରନ ଅଣୁବୀକ୍ଷଣ ଯନ୍ତ୍ର ବ୍ୟବହାର କରାଯାଇଥାଏ। ପ୍ରଶ୍ନ ବେଳେ 27 ନମ୍ବର ପ୍ରଶ୍ନ ଦେଖ କଣ ରହିଛି କେଉଁ କୋଷ ଅଙ୍ଗିକାର ଆକାର ସିଲିଣ୍ଡର ବା କାକୁଡି ଆକୃତିର ଅଟେ କାହା ପିଲେ ମାଇଟ୍ରୋକଣ୍ଡ୍ରିଆ। ତେଣୁକରି ଅପସନ ବି ହେଉଛି ସଠିକ ଉତ୍ତର ମାଇଟ୍ରୋକଣ୍ଡ୍ରିଆ ମନେ ରଖିବ ଆକାରଟା କେମିତି ସିଲିଣ୍ଡର ବା କାକୁଡି ଆକୃତିର। ପ୍ରଶ୍ନ 28 ନମ୍ବର ପ୍ରଶ୍ନ ଯିବା ଦେଖ 28 ନମ୍ବର ପ୍ରଶ୍ନ କଣ ରହିଛି ମାଇଟ୍ରୋକଣ୍ଡ୍ରିଆର ଅନ୍ତଃସ୍ତର ଯେମିତି ଭିତର ପଟୁ ଭାଙ୍ଗି ହୋଇ ଆଙ୍ଗୁଠି ପରି ଲମ୍ବିଥାଏ ଏହାକୁ କଣ କୁହାଯାଏ। ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଇଟା ମନେ ରଖିବ କ୍ରିଷ୍ଟା କୁହାଯାଇଥାଏ। କଣ କୁହାଯାଏ କ୍ରିଷ୍ଟା।
प्रति प्रश्न बेले माइटोकॉन्ड्रिया भीतर थिबा मध्यस्थान कोन कहै एटा मध्य बेले इंपोर्टेंट प्रश्न कोन कहै आधार कहै मन रखियो माइटोकॉन्ड्रिया भीतर थिबा मध्यस्थान को आधार कहै जोटा आंगुठी बली भांगी रखे ताको पृष्ठा कहै प्रति प्रश्न बेले 30 नंबर प्रश्न जेबा लक्ष्य कर कोन अछि माइटोकॉन्ड्रिया अम्लजान द्वारा खाद्य पदार्थ गुडी कर दाना गोटे घर कोन उत्पन्न हुए ले 30 नंबर प्रश्न रा सठिक उत्तर अछि ऑप्शन ए जोटा कि एटीपी उत्पन्न हुए प्रति प्रश्न एटीपी को कोषर कोन कहै जाय एटीपी को कोषर कोन कहै जाय ले एटीपी को कोषर शक्ति मुद्रा कहै जाय प्रति प्रश्न 32 नंबर जेबा माइटोकॉन्ड्रिया को कोषर कोन कहै जाय ले माइटोकॉन्ड्रिया को कोषर शक्ति केंद्र कहै जाय मन जो माइटोकॉन्ड्रिया को कोषर शक्ति केंद्र कहै जाय प्रति प्रश्न 33 नंबर प्रश्न जेबा समस्त उद्भिद और केतक आदि प्राणी मानक कोषरे अनेक प्रकार छोटा बड़ा फैल रहता है सेगुड को कोन कहै जाय 33 नंबर ऑप्शन डी हो सठी उत्तर ता रसदानी कहै जाय कोन कहै जाय रसदानी प्रति प्रश्न 34 नंबर प्रश्न जेबा लक्ष्य कर बेले 34 नंबर प्रश्न कोन रही उइद कोषरे केउ कोषंगिका कोषर स्थिति और दृढ़ता नियंत्रण करे के नियंत्रण करे ना रसदानी उइद कोषर माने स्थिति और दृढ़ता नियंत्रण करे प्रति प्रश्न बेले 35 नंबर प्रश्न जेबा लक्ष्य कर 35 नंबर प्रश्न कोन रही एक कोषी आदि प्राणी केउ अंगिका जल नियंत्रण में सहायता करे ले जल नियंत्रण के सहायता करे ना संकोच रसदानी वेरी वेरी इंपोर्टेंट क्वेश्चन बेलेटा मन रखिबा एक कोषी आदि प्राणी संकोच रसदानी जल नियंत्रण करे प्रति प्रश्न 36 नंबर प्रश्न जेबा लक्ष्य कर बेले 36 नंबर प्रश्न कोन रहउची केउ अंगिका नेसी आवरणर बहिस्तर सहित संयुक्त होई कोष भितर विभिन्न दिग देई कोष झिल्ली पर्यंत विस्तृत होइଥାଏ ले 36 नंबर प्रश्न सठिक उत्तर ऑप्शन बी जोटा कि एंडोप्लाज्मिक रेटिकुलम प्रति प्रश्न बेले 37 नंबर प्रश्न जेबा लक्ष्य कर कोन रही अमसृण एंडोप्लाज्मिक रेटिकुलम रा पृष्ठ भाग रे राइजोम मान अवस्थान करी कोन संश्लेषण में सहायता करନ୍ତି ले 37 नंबर प्रश्न रा सठिक उत्तर होची ऑप्शन सी जोटा कि पुष्टिसार संश्लेषण करନ୍ତି मन रखिबो अमसृण एंडोप्लाज्मिक रेटिकुलम पुष्टिसार संश्लेषण करता है प्रति प्रश्न बेले 38 नंबर प्रश्न जेबा लक्ष्य कर पिला माने मन रखिबो अमसृण पुष्टिसार होता है आ मसृण एंडोप्लाज्मिक रेटिकुलम रे कोन होता है देखो बेले कोन संश्लेषण हुए ना स्नेहसार मन रखिबो एटा इंपोर्टेंट प्रश्न प्रति प्रश्न बेले 39 नंबर प्रश्न जेबा देखो जीवकोष भितर केउ अंगिया द्वारा झिल्ली निर्माण प्रक्रिया संभव होता है ले केउ अंगिया द्वारा झिल्ली निर्माण प्रक्रिया संभव होता है देखो 39 नंबर प्रश्न सठिक उत्तर एंडोप्लाज्मिक रेटिकुलम और प्रश्न बेले 40 नंबर प्रश्न जे देखो 40 नंबर जो मसृण एंडोप्लाज्मिक रेटिकुलम रे थिबा राइबोसोम रे पुष्टिसार संश्लेषित होई कहा माध्यम रे गोल्गी बॉडी भीतर प्रवेश करता है ले कहा माध्यम रे ना निधानी माध्यम रे गोल्गी बॉडी माध्यम को प्रवेश करता है और प्रश्न उद्योग कोष थिबा गोल्गी बॉडी को कोन कहै जाय वेरी वेरी इंपोर्टेंट क्वेश्चन बेले मन रखियो उद्योग कोष थिबा गोल्गी बॉडी को डिक्टोजोम कहै जाय प्रति प्रश्न डिक्टोजोम रा मुख्य कार्य कोन बेले तो डिक्टोजोम रा मुख्य कार्य होची कोष भितर रे साहाय्य और एंजाइम छन बेले उद्योग कोष जो गोल्गी बॉडी थाए ताको डिक्टोजोम कहै जाय आ डिक्टोजोम रा कार्य होची कोष भितर रे साहाय्य करबो ताई तमसे एंजाइम छन करबो प्रति प्रश्न बेले 40 नंबर प्रश्न जेबा लक्ष्य करा जे जीवकोष रे केउ अंग आकार क्षुद्र दाना सदृश ले क्षुद्र दाना सदृश कारण राइबोसोम रा होची आकार क्षुद्र दाना सदृश प्रति प्रश्न बेले 44 नंबर जेबा पुष्टिसार संश्लेषण एक जटिल प्रक्रिया अटे एथिबाई कहार सहयोग आवश्यक होय ले कहार सहयोग टीआरएनए एमिनो अम्ल एंजाइम मन रखिबो पुष्टिसार संश्लेषण एक जटिल प्रक्रिया तापई टीआरएनए एमिनो अम्ल एंजाइम आवश्यक होय प्रति प्रश्न बेले 45 नंबर प्रश्न जे देखो प्राणी कोष रे बड़ भाग देखाउवा एक झिल्ली द्वारा आवृत होइतिबा और अनेक प्रकार पाचक एंजाइम दान करतिबा कोषंगिका नाम कोन बेले लाइसोसोम प्रति प्रश्न बेले जेबा 46 नंबर प्रश्न को लाइसोसोम थिया पाचक एंजाइम गुडर कार्य कोन लाइसोसोम जो पाचक एंजाइम रही तार कार्य होची जीवकोष रे विभिन्न द्रव्यकण रा पचन बुझिया तो 46 नंबर ऑप्शन डी होची सठिक उत्तर ते देखो 47 नंबर प्रश्न रा देखि दियो केउ कोषंगिका आत्मनिर्भर भाबरे अभित 47 नंबर प्रश्न सठिक उत्तरटा तमरे कमेंट सेक्शन में कमेंट करी जणेबो।